ଜୟ ଶ୍ରୀ ରାଧେ କୃଷ୍ଣ। ଜଣା ଜଣା ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆସନ୍ତୁ ଜାଣିବା ଧାତ୍ରୀ ବୃକ୍ଷ ବା ଅଁଳା ବୃକ୍ଷ। ଅଁଳା ଗଛକୁ କହନ୍ତି ଧାତ୍ରୀ ବୃକ୍ଷ। ତୁଳସୀ ପତ୍ର ସହିତ ଅଁଳା ପତ୍ରକୁ ମିଶାଇ ଭକ୍ତି ଚିତ୍ତରେ କାର୍ତ୍ତିକ ମାସରେ ପୂଜା କଲେ ବିଷ୍ଣୁଙ୍କ ମନ ତୋଷ ହୋଇଥାଏ। ବିଶେଷରେ କାର୍ତ୍ତିକ ମାସରେ ଅଁଳା ଫଳ ପୂଜା ହୋଇଥାଏ। ଅଁଳା ଫଳ ତ ଆମେ କାର୍ତ୍ତିକ ମାସରେ ପାଇପାରିବାନି। କାର୍ତ୍ତିକ ମାସ ଆଗରୁ ମାନେ ଆଶ୍ୱିନ ମାସରୁ ଅଁଳା ଫଳ ବା ଧାତ୍ରୀ ଫଳ ଆଣିକି ଘରେ ସାଇତିକି ରଖିଥିବା। ସେହି ଅଁଳା ଫଳକୁ ବାଟି ମୁଣ୍ଡରେ ଲେପ ଦେବା। ବିଷ୍ଣୁଙ୍କ ନାମ ଜପ କରି ମୁଣ୍ଡରେ ଲେପ ଦେଇ ଗାଧୋଇବା ଏବଂ ଅଁଳା ଫଳକୁ କଣ୍ଠରେ ଧାରଣ କରିବା ବା ମାଳ କରି ଗଳାରେ ପିନ୍ଧିବା। ଏହିପରି ଭାବରେ ଅଁଳା ଫଳକୁ ବ୍ୟବହାର କଲେ ଅଶେଷ ଜନ୍ମର ପାପ ତାପ ଦୂର ହୋଇ ଯଶସ୍ୱୀ ଏବଂ ଆୟୁଷ ନିଶ୍ଚୟ ଭାବରେ ପ୍ରାପ୍ତ ହୁଏ ଏବଂ ଅନ୍ତେ ବୈକୁଣ୍ଠ ପ୍ରାପ୍ତ ହୁଏ। ଏବଂ କାର୍ତ୍ତିକ ମାସରେ ଧାତ୍ରୀ ବୃକ୍ଷ ତଳେ ହବିଷ୍ୟ ଅନ୍ନ ଭୁଞ୍ଜିବା ଏକାବେଳେ ମାନେ ଦିନରେ ଏକାବେଳେ ଯେ ହବିଷ୍ୟ ଅନ୍ନ ଭୁଞ୍ଜିବା ତାହେଲେ ତାହା ଦ୍ୱାରା ଆମର ସକଳ ପାପର ଦହନ ହୋଇଥାଏ। ଧାତ୍ରୀ ବୃକ୍ଷ ତଳେ ହବିଷ୍ୟ ଅନ୍ନ ଭୁଞ୍ଜିବା ବେଳେ ଅଶୌଚ ଦୋଷ ତହିଁରେ ଲାଗିନଥାଏ। କାରଣ ବଣଭୋଜି କଲା ପରି ଆମେ ଯେଉଁ ଧାତ୍ରୀ ବୃକ୍ଷ ତଳେ ଭୋଜି କରି ଖାଇବାନି ତାହେଲେ ସେଥିରେ ଅଶୌଚ ଦୋଷ ଜମା ଲାଗିନଥାଏ। ଭିଡ଼ିଓଟି କେମିତି ଲାଗିଲା ଆପଣମାନେ କମେଣ୍ଟ ଦ୍ୱାରା ଜଣାନ୍ତୁ। ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।